ଏ ଠାକୁରଙ୍କର ବଡ଼ ପୂଜକ। ମୋ ନାଁ ରାମଚନ୍ଦ୍ର ରିପୁ। ହଁ, ଠାକୁରଙ୍କର ମାହାତ୍ମ୍ୟ ଆମେ ଆମ ପରମ୍ପରାରୁ ଶୁଣିବାକୁ ଯେ ରାମଚନ୍ଦ୍ର ଏଇଠି କୁଣ୍ଡଳ ସ୍ଥାପନା କରିଥିଲେ ବନବାସ ସମୟରେ। ଶିବ ଭାବରେ ଭାବକୁଣ୍ଡଳେଶ୍ୱର ବୋଲି ନାଁ ଦେଇଥିଲେ। ତାପରେ ପରେ ବି ମଧ୍ୟ ଏଠି ସହର ଥିଲା। ସେ ସହରରେ ମାଣିକା ଦହି ବିକୁଥିଲା। ଏପଟେ ଦେଇକି ବଳରାମ ଜଗନ୍ନାଥ କାଞ୍ଚି ଯାଇଥିଲେ। କାଞ୍ଚି ଅଭିଯାନ ପୁରୁଷୋତ୍ତମ ଦେବ ଯେତେବେଳେ ଯାଇଥିଲେ, ଆଜ୍ଞା, ପୁରୁଷୋତ୍ତମ ଦେବ ଯେତେବେଳେ କାଞ୍ଚି ଅଭିଯାନ କରିବାକୁ ଯାଇଥିଲେ, ଆଜ୍ଞା, କାଞ୍ଚି ଅଭିଯାନ ଯାଇଥିଲେ। ଏଠି ମାଣିକା ଗୋଠୁ ଦହି ଖାଇଥିଲେ। ଦହି ଖାଇକି ଯାଇଥିଲେ। କୋଉ ଅମଳର ମନ୍ଦିର ଏଇଟା? କୋଉ ପୁରାତନ? ଏଇଟା ହେଉଛି ରାଜା ଗଜପତି ନା? ହଁ, ପ୍ରତାପ ଦେବଙ୍କ ଅମଳର ମନ୍ଦିର। କେବେ କ'ଣ ଉଦ୍ଧାର ହେଲା ମନ୍ଦିର? ଆଜ୍ଞା, କେବେ କ'ଣ ମନ୍ଦିର ଭାଙ୍ଗି ଯାଇଥିଲା? ଉଦ୍ଧାର ହେଲା ଏ ପୁରୁଷୋତ୍ତମ ରାଜାଙ୍କ ସମୟରେ। ଆଜ୍ଞା, ଉଦ୍ଧାର ହେଲା। ମାଣିକାଠୁ ଜଗନ୍ନାଥ ଦହି ଖାଇକି ଗଲେ, ସେଇଠି ମାଣିକ ନାଁରେ ନାମାଙ୍କିତ ହେଲା ମାଣିକ ସହର ବୋଲି ଜାଗା ନାଁ। ମାଣିକା ନାଁରେ, ମାଣିକା ଗୌଡ଼ଣୀଙ୍କ ନାଁରେ ସ୍ଥାନଟା ବିଖ୍ୟାତ ହେଲା ମାଣିକ ସହର। ମାଣିକ ପାଟଣା ବୋଲି ନାଁ ଦିଆଗଲା। ଆଉ ମାଣିକ ପାଟଣା କୋଉଠି ନାହିଁ, କେବଳ ମାଣିକ ପାଟଣା ଜଗନ୍ନାଥ ଦହି ଖାଇଥିଲେ। ଠାକୁରଙ୍କର ମାହାତ୍ମ୍ୟ। ଏଠି ଯୋଉ ଲୁଣି ପାଣି, ଯୋଉ ମଧୁର ପାଣି ବାହାରେ, ସେ ବିଷୟ? ହଁ, ଲୁଣି ପାଣି ଚୈତ୍ର ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ଦିନ, ସେଇଦିନ ସେ ରାମଘାଟ ଗୋଟେ ବାରୁଣୀ ପୋଖରୀ ଅଛି। ସେ ପୁଷ୍କରିଣୀରେ ପାଣି ପ୍ରସ୍ଫୁଟିତ ହୁଏ। ଲୁଣି ପାଣି ସେଇଦିନ ମଧୁର ହୁଏ। ଏଠି ବହୁତ ଲୋକ ବି ମଧ୍ୟ ସମାଗମରେ ଆସନ୍ତି। କେବେ କେବେ କ'ଣ ଠାକୁରଙ୍କର ଯାନିଯାତ୍ରା କ'ଣ ହୁଏ? ଠାକୁରଙ୍କର ଯାନିଯାତ୍ରା କେବେ କ'ଣ ହୁଏ? ଯାନିଯାତ୍ରା ଚୈତ୍ର ମାସ କୃଷ୍ଣପକ୍ଷ ଏକାଦଶୀ ଠାରୁ ଆରମ୍ଭ ଯଜ୍ଞ, ଆଉ ବାରୁଣୀ ସ୍ନାନ ଆରମ୍ଭ ହୁଏ। ବହୁତ ବହୁତ ଭକ୍ତ ଆସନ୍ତି। ସେ ପୁଷ୍କରିଣୀରେ ବୁଡ଼ ପକାଇ ଠାକୁରଙ୍କୁ ମନସ୍କାମନା ଜଣାନ୍ତି। ଯାହା ଜଣାନ୍ତି ତାହା ପୂର୍ଣ୍ଣ ହୋଇଯାଉ। ସେଇଟାରେ କିଛି ଅସୁବିଧା ନାହିଁ। ଅପୁତ୍ରୀମାନେ ପୁତ୍ର ବି ମଧ୍ୟ ଦାନ ପାଇଛନ୍ତି। ବହୁତ କଥା ଯାହା ଭାବନା କରନ୍ତି ତାହା ପୂର୍ଣ୍ଣ ହୁଏ। ଜୟ ବାବା ଭାବକୁଣ୍ଡ।